ମୀନ ରାଶି ଜୁଲାଇ ମାସ ଶେଷ ସପ୍ତାହର ରାଶିଫଳ। ଜୁଲାଇ ମାସର ଶେଷ ସପ୍ତାହ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ଏହି ସମୟରେ ମୀନ ରାଶି ବ୍ୟକ୍ତି ଅର୍ଥପ୍ରାପ୍ତି, ପାରିବାରିକ ସୁଖ, ପ୍ରେମରେ ସଫଳତା ଏବଂ ସ୍ୱାସ୍ଥ୍ୟ ଲାଭ କରିବାର ସୁଯୋଗ ପାଇବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମୀନ ରାଶି ଜାତ ବ୍ୟକ୍ତିଙ୍କର ଜୁଲାଇ ମାସ ଶେଷ ସପ୍ତାହରେ ଅର୍ଥପ୍ରାପ୍ତିର ସୂଚନା ମିଳେ। ମୀନ ରାଶିର ପଞ୍ଚମ ଭାବ କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥିତ। ମୀନ ରାଶିର ଅଧିପତି ବୃହସ୍ପତି ମହାଗ୍ରହ ମୀନ ରାଶିର ବ୍ୟକ୍ତିଙ୍କୁ ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରୁ ପ୍ରଚୁର ଅର୍ଥ ପ୍ରଦାନ କରିବାରେ ସହାୟକ ହେବେ। ଏହି ସମୟରେ ମୀନ ରାଶି ଜାତ ବ୍ୟକ୍ତି ସ୍ୱର୍ଣ୍ଣ ଆଭୂଷଣ କିଣିବା ସହିତ ପୁଞ୍ଜି ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ। ପୂର୍ବରୁ ବାକି ପଡ଼ି ରହିଥିବା ବକେୟା ଅର୍ଥ ବା ବାକି ଟଙ୍କା ହସ୍ତଗତ ହେବ। ସମ୍ପତ୍ତି ଓ ଜାଗାବାଡ଼ି ତଥା ଯାନବାହନ କିଣିବାରେ ମନ ବଳାଇବେ। ଆର୍ଥିକ ଦୃଷ୍ଟିକୋଣରୁ ମୀନ ରାଶି ବ୍ୟକ୍ତିଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ, କିନ୍ତୁ ଅତ୍ୟଧିକ ଅନାବଶ୍ୟକ ଖର୍ଚ୍ଚ କରିବାରୁ ବିରତ ରୁହନ୍ତୁ। ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ନିଜ ବୁଦ୍ଧି ବଳରେ ଆଗକୁ ବଢ଼ିବାର ସମୟ। ବେପାର କ୍ଷେତ୍ର ପାଇଁ ସମୟ ପ୍ରଗତିଶୀଳ ସମୟ ରହିବ। ଚାକିରି କରୁଥିଲେ କର୍ମକ୍ଷେତ୍ରରେ ସମ୍ମାନ ବଢ଼ିବ, ପ୍ରଶଂସିତ ହେବେ। ସହକର୍ମୀ ତଥା ଉଚ୍ଚ ଅଧିକାରୀଙ୍କର ସହଯୋଗ ମିଳିବ। ପ୍ରମୋସନର ଯୋଗ ରହିଅଛି। ଲଭ୍ ଲାଇଫ୍ ଅଥବା ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ସମୟ ବଡ଼ ଅନୁକୂଳ ରହୁଅଛି। ଏହାଛଡ଼ା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ନୂଆକରି ପ୍ରେମ ସମ୍ପର୍କରେ ଯୋଡ଼ି ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ମନନଶୀଳ ହେବେ। ମନୋନୀତ କ୍ଷେତ୍ରରେ ଉଚ୍ଚଶିକ୍ଷା ଆହରଣ ପାଇଁ ସୁଯୋଗ ମିଳିଥିବାରୁ ମନ ପ୍ରସନ୍ନ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଦାମ୍ପତ୍ୟ ଜୀବନରେ ପାର୍ଟନରଙ୍କର ସ୍ନେହ ଓ ପ୍ରୀତି ଅବିସ୍ମରଣୀୟ ହୋଇ ରହିବ। ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମୀନ ରାଶିର ଲଗ୍ନ ଭାବରେ ଅବସ୍ଥିତ ଶନି ଆଣ୍ଠୁଗଣ୍ଠି ରୋଗ ପ୍ରଦାନ କରିପାରନ୍ତି, କିନ୍ତୁ ମୀନ ରାଶି ଉପରକୁ ମୀନ ରାଶିର ଅଧିପତି ବୃହସ୍ପତିଙ୍କର ଦୃଷ୍ଟି ରହିଥିବାରୁ ସେପରି କିଛି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ ନାହିଁ। ମୀନ ରାଶି ଜାତ ବ୍ୟକ୍ତି ଜୁଲାଇ ମାସର ଶେଷ ସପ୍ତାହରେ ପାଇବାକୁ ଥିବା ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ମନବାଞ୍ଛିତ ଫଳ ପ୍ରାପ୍ତ କରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।